କାହାଣୀ। ଏକ ଛୋଟ ଗାଁରେ ରହୁଥିଲା ଆକାଶ। ଗାଁଟି ଥିଲା ପାହାଡ଼ ଘେରା, ସୁନ୍ଦର କିନ୍ତୁ ସୁବିଧା ସୁଯୋଗଠାରୁ ବହୁତ ଦୂରରେ। ଆକାଶର ପରିବାର କହିଲେ ତାର ବୁଢ଼ୀମା ଏବଂ ସେ। ତାର ବାପା ବହୁତ ପିଲାଦିନରୁ ଆରପାରିକୁ ଚାଲିଯାଇଥିଲେ। ମା ପର ଘରେ କାମ କରି ଆକାଶକୁ ପାଠ ପଢ଼ାଉଥିଲେ। ଆକାଶ ମଧ୍ୟ ପାଠ ପଢ଼ିବାରେ ବହୁତ ମେଧାବୀ ଥିଲା, କିନ୍ତୁ ଗରିବୀ ତା ପାଇଁ ଏକ ବଡ଼ ପ୍ରତିବନ୍ଧକ ଥିଲା। ସଂଘର୍ଷର ଆରମ୍ଭ। ହାଇସ୍କୁଲ ପାସ୍ କରିବା ପରେ ଆକାଶ ସହରକୁ ଯାଇ ପଢ଼ିବାକୁ ଚାହୁଁଥିଲା, କିନ୍ତୁ ତା ପାଖରେ ଟଙ୍କା ନଥିଲା। ଗାଁର କିଛି ଲୋକ ତାକୁ ପରିହାସ କରି କହୁଥିଲେ, ଆରେ ଆକାଶ, ତୋ ମା ପର ଘରେ ବାସନ ମାଜୁଛି, ଆଉ ତୁ ସହରକୁ ଯାଇ ସାହେବ ହେବୁ। ତା ଅପେକ୍ଷା ଗାଁ ଜମିଦାରଙ୍କ ଘରେ କାମରେ ଲାଗିଯା, 2 ପଇସା ରୋଜଗାର ହେବ। ଆକାଶ କିନ୍ତୁ ଭାଙ୍ଗି ପଡ଼ିନଥିଲା। ସେ ଜାଣିଥିଲା ଯେ ସମୟ ସମସ୍ତଙ୍କର ବଦଳେ, ବସ୍ କଠିନ ପରିଶ୍ରମର ଆବଶ୍ୟକତା ଅଛି। ସେ ଦିନରେ କଲେଜ ଯାଉଥିଲା ଏବଂ ରାତିରେ ଏକ ହୋଟେଲରେ ୱେଟର ଭାବେ କାମ କରୁଥିଲା। ନିଦ ନାହିଁ, ବିଶ୍ରାମ ନାହିଁ, କେବଳ ଏକାଗ୍ରତା ଥିଲା ନିଜ ଲକ୍ଷ୍ୟ ଉପରେ। ବିଫଳତାର ସ୍ୱାଦ। ଆକାଶର ସ୍ୱପ୍ନ ଥିଲା ସେଇ ଜଣେ ପ୍ରଶାସନିକ ଅଧିକାରୀ, IAS ହେବ। କିନ୍ତୁ ପ୍ରଥମ ଥର ପରୀକ୍ଷା ଦେଲାବେଳେ ସେ ବିଫଳ ହେଲା। ଦ୍ୱିତୀୟ ଥର ମଧ୍ୟ ସେ ସଫଳତା ପାଇଲା ନାହିଁ। ଏହି ସମୟରେ ତାର ମା ଅସୁସ୍ଥ ହୋଇପଡ଼ିଲେ। ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲା। ତାକୁ ଲାଗିଲା ଯେ ବୋଧହୁଏ ଗାଁ ଲୋକଙ୍କ କଥା ଠିକ୍ ଥିଲା। ସେ ସହର ଛାଡ଼ି ଗାଁକୁ ଫେରି ଆସିବାକୁ ନିଷ୍ପତ୍ତି ନେଲା। ମାଙ୍କର ସେହି 2ଟି ପଦ କଥା। ଗାଁକୁ ଫେରିବା ପରେ ଆକାଶ ନିଜ ମାଙ୍କ ପାଖରେ ବସି କାନ୍ଦିବାକୁ ଲାଗିଲା। ସେ କହିଲା, ମା, ମୁଁ ହାରିଗଲି, ମୁଁ ଆଉ ପାରିବିନି। ମା ତା ମୁଣ୍ଡରେ ହାତ ରଖି କହିଲେ, ପୁଅରେ, ଗୋଟିଏ ଗଛ ଲଗାଇଲେ ସେଥିରେ ଫଳ ଆସିବାକୁ ସମୟ ଲାଗେ। ଖରା, ବର୍ଷା, ଶୀତ ସବୁ ସହିବା ପରେ ଯାଇ ସେ ଗଛଟି ବଡ଼ ହୁଏ। ତୁ ତ ମାତ୍ର 2 ଥର ଚେଷ୍ଟା କରିଛୁ। ମନେ ରଖ, ହାରିଯିବାଟା ପରାଜୟ ନୁହେଁ, ବରଂ ହାର ମାନି ନେବାଟା ହିଁ ପ୍ରକୃତ ପରାଜୟ। ମାଙ୍କର ଏହି କଥା ଆକାଶର ମନରେ ପୁଣି ଏକ ନୂଆ ଜୋଶ ଭରିଦେଲା। ସେ ନିଷ୍ପତ୍ତି ନେଲା ଯେ ସେ ଆଉଥରେ ଚେଷ୍ଟା କରିବ ଏବଂ ଏଥର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼ିବ। ଅନ୍ତିମ ପ୍ରୟାସ ଏବଂ ସଫଳତା। ଆକାଶ ପୁଣି ସହରକୁ ଫେରିଲା। ଏଥର ସେ ନିଜର ଭୁଲଗୁଡ଼ିକୁ ସଂଶୋଧନ କଲା। ସେ ସୋସିଆଲ ମିଡିଆ, ବାଜେ ବନ୍ଧୁତା ଏବଂ ସବୁ ପ୍ରକାର ବିଭ୍ରାନ୍ତିରୁ ଦୂରେଇ ରହିଲା। ଦିନକୁ 15 ବିନା 16 ଘଣ୍ଟା ପରିଶ୍ରମ କଲା। ଶେଷରେ ପରୀକ୍ଷା ଫଳ ବାହାରିଲା। ଆକାଶ କେବଳ ପାସ୍ କରିନଥିଲା, ବରଂ ସେ ସମଗ୍ର ରାଜ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଯେଉଁ ଗାଁ ଲୋକମାନେ ଦିନେ ତାକୁ ପରିହାସ କରୁଥିଲେ, ସେମାନେ ଆଜି ତାକୁ ସ୍ୱାଗତ କରିବା ପାଇଁ ଫୁଲମାଳ ଧରି ଠିଆ ହୋଇଥିଲେ। ଏହି କାହାଣୀରୁ ଶିକ୍ଷା। ମୋରାଲ ଅଫ୍ ଦ ଷ୍ଟୋରି। 1. ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି। ଜୀବନରେ ଯେତେ ବଡ଼ ବିପତ୍ତି ଆସିଲେ ମଧ୍ୟ କେବେ ଧୈର୍ଯ୍ୟ ହରାନ୍ତୁ ନାହିଁ। 2. ନିଜ ଉପରେ ବିଶ୍ୱାସ। ଦୁନିଆ କ'ଣ କହୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆପଣ ନିଜ ବିଷୟରେ କ'ଣ ଭାବୁଛନ୍ତି ତାହା ହିଁ ଆପଣଙ୍କ ଭବିଷ୍ୟତ ଗଢ଼େ। 3. କଠିନ ପରିଶ୍ରମର ବିକଳ୍ପ ନାହିଁ। ସଫଳତା ପାଇଁ କୌଣସି ସର୍ଟକଟ୍ ନାହିଁ। ଆପଣଙ୍କୁ ଝାଳ ବୁହାଇବାକୁ ହିଁ ପଡ଼ିବ।